ଦେଖନ୍ତୁ ମୁଁ ଗୋଟେ ଭିଡିଓ ଦେଖୁଥିଲି ଏଠିକାର ପ୍ରାର୍ଥୀଙ୍କର। ସିଏ କହୁଛନ୍ତି ଯେ ମୁଁ ବାଘର ଛୁଆ ବାଘୁଣୀ। ମତେ ଆଶ୍ଚର୍ଯ୍ୟ ଲାଗିଲା ଯେ ବାଘ ବାଘୁଣୀ ଏମାନେ ତ ଯାଇକି ଜଙ୍ଗଲରେ ରହିବା କଥା, ଏମାନେ ଝାରସୁଗୁଡାରେ କଣ କରୁଛନ୍ତି? ବରଂ ସେମାନେ ଯାଇକିରି ନନ୍ଦନକାନନରେ ରୁହନ୍ତୁ, ଲୋକ ଟିକଟ କରିକି ତାଙ୍କୁ ଯିବେ ଦେଖିବା ପାଇଁ। ତେଣୁ ବାଘ ବାଘୁଣୀ ମାନଙ୍କର ତ ଝାରସୁଗୁଡାରେ କିଛି କାମ ନାହିଁ, ସେମାନେ ତ ଜଙ୍ଗଲରେ ରହିବା କଥା। ତେଣୁ ମୁଁ ଭାବୁଛି ସେମାନେ ଜଙ୍ଗଲ ପଳାନ୍ତୁ, ଛାଡି ଦିଅନ୍ତୁ, ଝାରସୁଗୁଡାରେ ମଣିଷ ମାନେ ଶାସନ କରନ୍ତୁ, ବାଘ ବାଘୁଣୀ ଶାସନ ଆବଶ୍ୟକତା ଏଠି ନାହିଁ। ଏବଂ ଆଉ ଗୋଟେ ଭିଡିଓ ମୁଁ ଦେଖୁଥିଲି, ତା ଦେହରେ ଏଠିକାର ପ୍ରାର୍ଥୀ କଣ ଗୋଟେ କହୁଛନ୍ତି, ବାହାରି ଲୋକ କଥା କହୁଛନ୍ତି। ମୁଁ ତାଙ୍କର ଆଜି ଫେସବୁକ ପ୍ରୋଫାଇଲ ଦେଖୁଥିଲି ଯେ ସେ କୋଉଠି ପାଠ ପଢିଥିଲେ। ତାଙ୍କ ଫେସବୁକ ପ୍ରୋଫାଇଲରେ ଲେଖା ହେଇଛି ଯେ ସେ ଡିଏଭି ସ୍କୁଲ ସମ୍ବଲପୁରରେ ପାଠ ପଢିଥିଲେ। ସେଇଟା ଝାରସୁଗୁଡା କି ସମ୍ବଲପୁର ବୁର୍ଲା ବୋଲି ଲେଖା ହେଇଛି, ସେଟା କୋଉଠିକାର ଲୋକମାନେ ଠିକ ଭାବରେ ଜାଣିଛନ୍ତି। ଏବଂ ତାଙ୍କର ଗୋଟେ ଆଫିଡେଭିଟ ଆଜି ମୁଁ ଦେଖୁଥିଲି, ସେ ଆଫିଡେଭିଟରେ ଲେଖା ହେଇଛି ଯେ ସେ ସ୍ପେନରେ ପାଠ ପଢିଛନ୍ତି। ଯଦି ଆଫିଡେଭିଟ ଟାକୁ ଆପଣ ଭଲ ଭାବରେ ଦେଖିବେ, ସେଥିରେ ଗୋଟେ ବଡ ଜିନିଷ ଅଛି ଯେ ତାଙ୍କର 8ଟା ବ୍ୟାଙ୍କ ଆକାଉଣ୍ଟ ହଉଛି ସମ୍ବଲପୁରରେ। ଯଦି ତାଙ୍କର ଘର ଝାରସୁଗୁଡାରେ ଥିଲା, ତାହେଲେ ସମ୍ବଲପୁରରେ ବ୍ୟାଙ୍କ ଆକାଉଣ୍ଟ 8ଟା କାହିଁ ସେ ଖୋଲିଲେ? ତେଣୁ ମତେ ଲାଗୁଛି ଯୋଭଳି ଭାବରେ ସେ ବାହାରି ପ୍ରଶ୍ନ ଉଠେଇଛନ୍ତି, ଯେହେତୁ ନିଜେ ଜଣେ ବାହାରର ଲୋକ, ତେଣୁ ନିଜେ ବାହାର ଲୋକ ହେଇଥିବା କାରଣରୁ ସେ ପ୍ରଶ୍ନଟା ଉଠଉଛନ୍ତି। ଯିଏ ଆଜ୍ଞା ଝାରସୁଗୁଡା ମାଟିରେ ପାଠ ପଢିନି, ଗରମ କଣ ଦେଖିନି, ଲୋକଙ୍କର ଦୁଃଖ କଣ ଦେଖିନି, ସିଏ ଲୋକଙ୍କ ଆଖିରୁ ଲୁହ କଣ ପୋଛିବ? ମୁଁ ଆଫିଡେଭିଟ ଦେଖୁଥିଲି 100 ନା ଉର୍ଦ୍ଧ୍ୱ ଟ୍ରକ ତାଙ୍କର କୋଉଠୁ ଆସିଲା ଏସବୁ ବିଷୟ? ଏ ସବୁ ତର୍ଜମାର ବିଷୟ, ଆଲୋଚନାର ବିଷୟ। ତେଣୁ ବିଲକୁଲ ଗରିବ ଲୋକଙ୍କ ସେବା ଜଣେ ଗରିବ କରିପାରିବ। ତେଣୁ ତାଙ୍କ ପାଖରେ ସେ କାପାସିଟି କାହିଁ? ସ୍ପେନରେ ପାଠ ପଢିଥିବା ଲୋକ, ବୁର୍ଲାରେ ପାଠ ପଢିଥିବା ଲୋକ, ସେ ଝାରସୁଗୁଡାର ଦୁଃଖ କଣ ବୁଝିବେ? ତେଣୁ ଯୋଉ ପ୍ରକାର ଭାବରେ ମିଛ କଥା ଲୋକମାନଙ୍କୁ କହୁଛନ୍ତି, ସେଥିରୁ ନିବୃତ୍ତ ରହିବାର ଆବଶ୍ୟକତା ଅଛି।